ସମସ୍ତଙ୍କୁ ଗୁଡ଼ ଇଭିନିଂ। ମୋର ପ୍ରିୟ ଛାତ୍ରଛାତ୍ରୀ ମାନେ ଏବଂ ସମସ୍ତ ବନ୍ଧୁମାନଙ୍କୁ ମଧ୍ୟ ମୋର ଶୁଭେଚ୍ଛା ଏବଂ ଭକ୍ତି ପ୍ରତି ପ୍ରଣାମ। ଜୟ ଜଗନ୍ନାଥ। ତେଣୁ ଆମେ ପୂର୍ବ କ୍ଲାସ୍ରେ ଯେଉଁ ପଢ଼ିଥିଲୁ ଇତିହାସ ଏବଂ ଲେଖକ ହେଉଛି ବାଗ୍ମୀ ବିଶ୍ୱନାଥଙ୍କର, ତା'ର ଅବଶିଷ୍ଟାଂଶ ଯେଉଁ ରହିଥିଲା, ତେଣୁ ମୁଁ ସେଇଠୁ କ'ଣ କରିବି ନା ଆଉଥରେ ଆଲୋଚନା କରିଦେଉଛି। ତେଣୁ ଶୁଣନ୍ତୁ, ଆମେ ପଢ଼ିଥିଲୁ କେତେ ପର୍ଯ୍ୟନ୍ତ ନା ମାନବ ସମାଜର ରାଶି ରାଶି କ'ଣ ହେଇଥିଲା ନା ନିହିତ ହୋଇଥିବାର ପ୍ରତ୍ୟକ୍ଷ ହୁଏ। ଅର୍ଥାତ୍ ଯେଉଁ ଅତୀତରେ ଯେମିତି ମାନବ ସମାଜ ଗଢ଼ିକି ରହିଥିଲେ, ଆଜିର ମଧ୍ୟ କ'ଣ ହେଇଛି ନା ଠିକ୍ ସେହିପରି ରହିଛନ୍ତି ବୋଲି ଲେଖକ କହିଛନ୍ତି। ସେ ମଧ୍ୟ କହିଥିଲେ ଦୁଇଟି ଶ୍ରେଣୀର, ଏକକ ଶ୍ରେଣୀ ଏବଂ ଅପର ଶ୍ରେଣୀ। ଏକକ ଶ୍ରେଣୀ କ'ଣ କରନ୍ତି, ଅପର ଶ୍ରେଣୀ କ'ଣ କରନ୍ତି, ତାହା ବର୍ଣ୍ଣିତ କରିଥିଲେ। ତେଣୁ ତାପରେ ଆମେ ଭଗବାନଙ୍କ ସହିତ ସେ ଜଡ଼ିତ କରିଥିଲେ। ତାପରେ ସେ ରୁଷ ବିପ୍ଳବର କଥା କହିଥିଲେ ଏବଂ ପରିଶେଷରେ ପୁଣି ସେ କ'ଣ କରୁଛି ନା ଏହି ପୃଥିବୀର କଥା ସେ କ'ଣ କରୁଛି ନା ବର୍ଣ୍ଣନା କରୁଛନ୍ତି। ତେଣୁ ଆଜିକାର ଯେଉଁ ପୃଥିବୀରେ ମାନବ ସମାଜ ଆଜି କ'ଣ ହେଇଛି ନା ପ୍ରତ୍ୟକ୍ଷ ହୁଏ। ଏବଂ ଦେଖ, ଆଜି ଯେଉଁ ମାନବ ସମାଜରେ ଆଜି ଜଗତ କ'ଣ ହେଇଛି ରେ ପରିବର୍ତ୍ତନଶୀଳ। ତେଣୁ ଏଇଠି ଆରମ୍ଭ, ତେଣୁ ଏଇଠୁ ଆମେ କ'ଣ କରିଥିଲୁ, ଶେଷ କରିଥିଲୁ। ବର୍ତ୍ତମାନ ମୁଁ ଦେଖ ଏଇଠୁ କ'ଣ କରୁଛି ନା ପଠନ କରୁଛି। ଆଜି ଯେଉଁ ଜଗତ ବା ଆଜି ଯେଉଁ ମାନବ ଯେଉଁଠି ବସି ରହିଛି ବା ଛିଡ଼ା ହେଇ ଚାଲିଚଳନ କରୁଛି, ଆଜି ଜଗତଟା କ'ଣ ହେଇଛି ରେ ପରିବର୍ତ୍ତନଶୀଳ। ସକଳ ବସ୍ତୁର ରୂପାନ୍ତର, ଆଜି ରୂପାନ୍ତର ହୋଇଛି, ଭାବାନ୍ତର ଉପସ୍ଥିତ ହୋଇଛି। ଆମେ ଆଜି ରୂପାନ୍ତର ଦେଖୁଛୁ, ତାର ଗଢ଼ି ଉଠିଛି ଏବଂ ଭାବୁଛୁ ମଧ୍ୟ। ଏହି ଘୋର ପରିବର୍ତ୍ତନ ରାଶି ମଧ୍ୟରେ ଚିର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥିତ କରୁଅଛି। ଆଜି ଯେଉଁ ପରିବର୍ତ୍ତନଶୀଳ ଜଗତ, ଆଜି ଯେଉଁ ପରିବର୍ତ୍ତନଶୀଳ, ତାହାର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥିତି କରୁଛି। ସେ ଠିକ୍ କ'ଣ ହେଉଛି ନା ସତ୍ୟତା ଉପସ୍ଥାପନ କରୁଅଛି। ମାନବର ପ୍ରକୃତ ଉନ୍ନତି ଯାହା, ତାହା ସତ୍ୟ ସଙ୍ଗେ ଘନିଷ୍ଠ ଭାବେ ସମ୍ବନ୍ଧ। ମାନବର ପ୍ରକୃତିର ଉନ୍ନତି ଯାହା, ଆଜି ଯେଉଁ ମାନବ ଆଜି କ'ଣ କରିছে, ତା ପ୍ରକୃତି ପାଇଁ ଯାହା ଯାହା ସବୁ ଉନ୍ନତ କରିଛି, ଆବିଷ୍କାର କରିଛି, ତେଣୁ ସେଗୁଡ଼ିକ ଆଜି ସତ୍ୟ ସଙ୍ଗେ ଘନିଷ୍ଠ ଭାବେ ସମ୍ବନ୍ଧ, ହଁ କି ନାହିଁ? ଆଜି ସତ୍ୟ ସଙ୍ଗେ ଘନିଷ୍ଠ। ସେତେବେଳେ ମହାଭାରତରେ କ'ଣ ହେଇଥିଲା ନା ଶଗଡ଼ରେ ବା ଯେଉଁ ତାଙ୍କ ରଥରେ କ'ଣ ହେଉଥିଲେ ନା ଯୁଦ୍ଧ କରିବାକୁ ଯାଉଥିଲେ। ଉଦାହରଣ, ଆଜି ମନୁଷ୍ୟ କ'ଣ କରୁଛି ନା ତା ସାଇକେଲରେ ବା ମୋଟର ସାଇକେଲରେ ବା ଚାରି ଚକିଆ ବାହନ ନେଇକି ସେ ଆଜି କ'ଣ କରୁଛି, ସେ ଯୁଦ୍ଧ କରୁଛି। ସେତେବେଳେ ସେ ରାମଚନ୍ଦ୍ରଙ୍କ ବାଣରେ ଅନେକ କ'ଣ ହେଉଥିଲା ରେ, ଅନେକ ତୀର ଗୁଡ଼ିକ ବାହାରୁଥିଲା। ଏଠି ମଧ୍ୟ ଆଜି କ'ଣ କରୁଛି, ବୈଜ୍ଞାନିକ ଏମିତି ଯୁଗ ହେଇଛି, ଗୋଟିଏ ଗୁଳିରେ ସେ ଅନେକ କ'ଣ ହେଉଛି ନା ଗୁଳି ବାରୁଦ ସବୁ ବାହାରିଥାଏ। ଯେଉଁ ଟ୍ୟାଙ୍କ ଗୁଡ଼ାକ ବାହାରିଲା କି ନାହିଁ? ତେଣୁ ଏଇଭଳି କ'ଣ ହେଇଛି, ସେତେବେଳେ କ'ଣ ହେଇଥିଲା, ଅତୀତରେ ଯାହା ଉନ୍ନତି ହେଇଥିଲା ବା ପ୍ରକୃତିର ଉନ୍ନତି ଯାହା, ତାହା ଆଜି ଘନିଷ୍ଠ ଭାବେ କ'ଣ ହେଇଛି ନା ଏହି ସତ୍ୟ ସଙ୍ଗେ ତାହା ଘନିଷ୍ଠ ଭାବେ ସମ୍ବନ୍ଧ ରହିଛି। ସୁତରାଂ ତାହାର ବିଲୋପ ଅସମ୍ଭବ। ଆଜି କେବେ ବି ସେଇଟା କ'ଣ ହେବ ନା ଲୋପ ହେବ ନାହିଁ। କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର, ତେଣୁ ସେ ସତ୍ୟ ସଙ୍ଗେ କ'ଣ କରେ ନା ବିରୁଦ୍ଧାଚରଣ କରେ, ହଁ କି ନାହିଁ? ତାହାର ବିନାଶ ଅନିବାର୍ଯ୍ୟ। କେବେ ବି ଏହା କ'ଣ ହେବ ନା ଅନିବାର୍ଯ୍ୟ ହେବ ନାହିଁ ବା କେବେ ବି ଏହାର କ'ଣ ହେବ ନା ଲୋପ ହେବ ନାହିଁ। ମାନବ ସମାଜ ମଧ୍ୟରେ ଏହି ବ୍ୟାପାର ଚିରକାଳ ଲାଗି ରହିଅଛି। ଏଇଟା ଚିରକାଳ ଲାଗି ରହିଛି। ମାନେ ପ୍ରତ୍ୟେକ ଚିରସ୍ଥାୟୀ। ଆଜି ମାନବ ସହିତ ଏହାର କ'ଣ ହେଉଛି, ଚିରସ୍ଥାୟୀ, ଚିରକାଳ ଲାଗି ରହିଛି। ସକଳ ପ୍ରକାର ବିପ୍ଳବ, ଯେତେ ସବୁ ବିପ୍ଳବ ଆସୁ, ଯୁଦ୍ଧ ଆସୁ ବା ମାନବ ସମାଜରେ ଯେତେ ଦୁଃଖ ଆସୁ, କ'ଣ ହେଉଛି ନା ମୂଳରେ ଏହି ନିଗୂଢ଼ କାରଣଟି ବିଦ୍ୟମାନ। ତେଣୁ ଆଜି ଆମେ ଯେଉଁ ସତ୍ୟ ଏବଂ ଯେଉଁ ଉନ୍ନତି ଆଜି କରିଛୁ, ସେଟା ଆଜି କ'ଣ ହେଇଛି, ସେହି କାରଣଟି ଆଜି ଆମ ପାଇଁ ବିଦ୍ୟମାନ। କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିଭୃତ ହୃଦୟର ଚିନ୍ତା ପରିବ୍ୟାପ୍ତ ହୋଇ ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ। ଛୋଟ କ'ଣ ହେଇଥିବ ନା ନିଆଁଟେ ବାହାରି ହେଇଥିବ, ତାପରେ ସେ କ'ଣ ଯେତେବେଳେ ତା'ର ଅଗ୍ନି ରୂପ ଦେଖାଉଥିବ, କ'ଣ ହେଇଥାଏ ରେ, ପରାକାଷ୍ଠ ଯେତେବେଳେ ଦେଖାଉଥାଏ, ସେତେବେଳେ ପରିବ୍ୟାପ୍ତ ହୋଇଯାଏ, ହଁ କି ନାହିଁ? ପରିବ୍ୟାପ୍ତ ହୋଇଯାଏ ଏବଂ ତଦ୍ୱାରା ରାଶି ରାଶି ଅସତ୍ୟ, ଅନ୍ୟାୟ, ଅସାମ୍ୟ, ଅପବିତ୍ରତା, ଶୁଷ୍କ ତୃଣ ରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାନ୍ତି। ଯେତେବେଳେ ସେ ନିଆଁଟା ଅଗ୍ନିକାଣ୍ଡ ଯେତେବେଳେ ହେଇଯାଏ, ଦେଖିଥିବ, ସେତେବେଳେ ସେ ସକଳକୁ କ'ଣ କରିଦିଏ ନା ଭସ୍ମୀଭୂତ କରିଦିଏ, ଧୂଳିସାତ୍ କରିଦିଏ, ହଁ କି ନାହିଁ? ତେଣୁ ସେଇ ନିଆଁରେ ସେଇଟା ସେ କହୁଛି। କେବଳ ବିଶୁଦ୍ଧ ସତ୍ୟଟି, ସାର ବସ୍ତୁଟି ପୂର୍ବାପେକ୍ଷା ଉଜ୍ଜ୍ୱଳତର ଆକାରରେ ପ୍ରତିଭାତ ହୁଏ। ତେଣୁ ଏଠି କ'ଣ କହୁଛି ଦେଖ, ସେଇ ଯେଉଁ ଅଗ୍ନିଭୂତରେ ଯେଉଁଟା ସତ୍ୟତା ରହିଥିବ, ବିଶୁଦ୍ଧ ସତ୍ୟଟି, ହଁ କି ନାହିଁ? ତେଣୁ ବିଶୁଦ୍ଧ ସତ୍ୟଟି ଏବଂ ସାର ବସ୍ତୁଟି, ଯେଉଁଟା ସତ୍ୟ ବସ୍ତୁ ଏବଂ ବିଶୁଦ୍ଧ ସତ୍ୟ ଏବଂ ପୂର୍ବପେକ୍ଷା, ତା ପୂର୍ବରେ ଯାହା ସତ୍ୟ ଥିଲା, ଅତୀତରେ ଯାହା ସତ୍ୟ ଥିଲା, ବର୍ତ୍ତମାନରେ ଯାହା ସତ୍ୟ ଥିଲା, ସେଇଟାକୁ ସେ କ'ଣ କରିପାରେ ନା, ଏହି ଅଗ୍ନିକାଣ୍ଡ ତା'ର ଧୂଳିସାତ୍ କରିପାରେ ନାହିଁ। ସେଇଟା କ'ଣ ହେଇଛି ନା ସତ୍ୟରେ କ'ଣ ହେଇଛି, ଉଜ୍ଜ୍ୱଳତା ଆକାରରେ ପ୍ରଭାବିତ ହୁଏ, ହଁ କି ନାହିଁ? ଏଇଟା ଆମେ ମଧ୍ୟ ଜାଣିଛୁ। ଯେଉଁଟା ସତ୍ୟ ମାନେ ସତ୍ୟ, ଚିରକାଳ ସେଇଟା କ'ଣ ହେଇଥିବ, ସତ୍ୟ ହେଇକି ରହିଥିବ, ଚିରସ୍ଥାୟୀ। ଆଜି ଆମେ ଯଦି ଭଲରେ କ'ଣ କରିଥିବ ନା ଗୋଟେ କବିତା ଲେଖିଥିବ ବା ଭଲ କର୍ମ କରିଥିବ, ତୁମେ ମରିଗଲେ ମଧ୍ୟ ତୁମେ କ'ଣ ହେଇଥିବ, ଅମର ପ୍ରାପ୍ତ ହେଇଥିବ। ତୁମକୁ ପଢ଼ିଦେଲେ, ଜାଣିଦେଲେ ବି ମଧ୍ୟ ତୁମେ କ'ଣ ଅମର ପ୍ରାପ୍ତ ହେଇଥାଉ, ହଁ କି ନାହିଁ? ତେଣୁ ଜାତି ବିଶେଷର ଉତ୍ଥାନ ବା ପତନ ଏହି ସାର୍ବଭୌମିକ ନିୟମର ଅଧୀନ। ଆଜି ଯେଉଁ ଉତ୍ଥାନ ହେଉଛି, ଆଜି ଯେଉଁ ବଢ଼ୁଛି, ପତନ ହେଉଛି, ଯଦି ନଷ୍ଟ ହୋଇଯାଉଛି, ତେଣୁ ଜାତି ବିଶେଷରେ ଆଜି ଯେଉଁ ତୁମେ ଜାତି କହୁଛ, ଉଚ୍ଚ ଜାତି, ନୀଚ ଜାତି, ତେଣୁ ଏଇ ଯେଉଁ ଜାତିରେ ଉତ୍ଥାନ ପତନରେ ସାର୍ବଭୌମିକ ନିୟମ ଅଧୀନ। ତାପରେ ଦେଖ, ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏହି ନିୟମର କାର୍ଯ୍ୟପ୍ରଣାଳୀ ପ୍ରକୃତ ଇତିହାସ।
ଅତୀତ କାଳରେ ମଧ୍ୟ କ'ଣ ହେଇଥିଲା, ଜାତି ବିଶେଷରେ କଥା ଥିଲା। ବର୍ତ୍ତମାନ ଆଜିର ମଧ୍ୟ କ'ଣ ହେଉଛି, ସେଇ ମାନବ ସମାଜ ମଧ୍ୟରେ ଏହି ନିୟମର କାର୍ଯ୍ୟପଣା ପ୍ରକୃତର ଇତିହାସ। ତେଣୁ ଏଇଟା ହିଁ ଲେଖକ ସୁନ୍ଦର ଭାବରେ ଏଠି ସେ କ'ଣ କହୁଛନ୍ତି, ରାଜାମାନଙ୍କର ଯୁଦ୍ଧ କ୍ଷେତ୍ର ବର୍ଣ୍ଣନା କରାଯାଇନି ବା କେଉଁ ସାମ୍ରାଜ୍ୟର କଥା ଏଠି କୁହାଯାଏନି। ଏଠି କ'ଣ କରାଯାଉଛି, ଇତିହାସ କରାଯାଉଛି ନା ମାନବ ସମାଜର ଇତିହାସ ବର୍ଣ୍ଣିତ କରୁଛି। କିଭଳି ମାନବ ଜାତି ସେ ଅତୀତରେ କେମିତି ଥିଲେ, ବର୍ତ୍ତମାନ କ'ଣ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ କେମିତି ହେବାକୁ ଯାଉଛନ୍ତି, ସେଇ କଥା ଏଠି କ'ଣ କରୁଛି ନା ଲେଖକ ପଠନ କରୁଛି ବା ଆଲୋଚନା କରୁଛନ୍ତି। ତେଣୁ ତାଙ୍କର ବିଷୟଟି ହେଉଛି ଇତିହାସ। ଏହି ବିବରଣ ଯିଏ ଯେ ପରିମାଣରେ ପାଠ କରିପାରେ ସେ ସେହି ପରିମାଣରେ ଇତିହାସଜ୍ଞ। ଯିଏ ଯେମିତି ବୁଝିବ, ଯିଏ ଯେମିତି ଗବେଷଣା କରିବ, ଯିଏ ଯେମିତି ଜ୍ଞାନ ଆହରଣ କରିବ, ସେଇଟା ହେଉଛି ଇତିହାସଜ୍ଞ। ତାପରେ ଦେଖ ନା ବ୍ୟକ୍ତିଗତ ଜୀବନର ବିଶେଷ ଆଲୋଚନା କଲେ ଆମ୍ଭେମାନେ ସମଷ୍ଟିଗତ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମର୍ଥ ହେଉ। ହଁ କି ନାହିଁ? ବ୍ୟକ୍ତିଗତ ଜୀବନ ବିଷୟରେ ଅର୍ଥାତ୍ ନିଜ ଜୀବନ ବିଷୟରେ ଯଦି ଆମେ କ'ଣ କରୁ ନା ବୁଝିବାକୁ ଚାହୁଁ, ତେବେ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମର୍ଥ ହେଉ। ନିଜର କଥାକୁ ସେ ଲେଖକ କ'ଣ କହୁଛି, ତୁମେ ଯଦି ଚାହିଁବ ବୁଝିବାକୁ, ତେବେ ସାଙ୍ଗେ ସାଙ୍ଗେ ତୁମେ କ'ଣ ହେଇଥାଉ ନା ବୁଝିପାରିଥାଉ। ମାନବ ଜୀବନରେ କେବଳ କେତେ ଗୁଡ଼ିଏ ଘଟଣାର ସମଷ୍ଟି ଛଡ଼ା ଆମ୍ଭେମାନେ ଆଉ ଅଧିକ କିଛି ଦେଖିପାରୁ ନାହୁଁ। ନିଜର କଥା। ତେଣୁ ଏଠି କହୁଛି ଦେଖ ନା ମାନବ ଜୀବନରେ କେବଳ କେତେ ଗୁଡ଼ିଏ ଘଟଣାର ସମଷ୍ଟି ଛଡ଼ା ଆମ୍ଭେମାନେ ଆଉ ଅଧିକ କିଛି ଦେଖିପାରୁ ନାହୁଁ। ଦେଖିପାର କି? ତୁମେ ନିଜର ଘଟଣାଟାକୁ ନିଜେ ଦେଖିବ। ତୁମେ ଅନ୍ୟ ଜଣଙ୍କର ଘଟଣାକୁ ଯଦି ବର୍ଣ୍ଣନା କଲେ ସିନା ଅଧିକ ଜାଣିବ, କିନ୍ତୁ ନିଜର ଘଟଣାକୁ ସେ ଲେଖକ କ'ଣ କହୁଛି ନା ଆଉ ଅଧିକ କିଛି ଦେଖିପାରୁ ନାହିଁ। ସମସ୍ତ ଘଟଣାର ଲକ୍ଷ୍ୟ ଏକ, ଗତି ଏକ ଆଡ଼କୁ। ସମସ୍ତଙ୍କର ଲକ୍ଷ୍ୟ ଏକ ଏବଂ ଗତି ମଧ୍ୟ ଏକ। ଗୋଟିଏ ଘଟଣା ସମୟରେ ଜୀବନ ଯେଉଁଠାରେ ଥିଲା ସେହି ଅବସ୍ଥାରେ ଥିଲା, ଆଉ ଗୋଟିଏ ଘଟଣା ବେଳକୁ ସେହି ସ୍ଥାନରେ ବା ସେହି ଅବସ୍ଥାରେ ନାହିଁ। ହଁ, ଠିକ୍ କଥା। ଆଜି ଆମେ ବଡ଼ ହେଇଛୁ, ଆଜି ସାନରୁ ଆମେ ବଡ଼ ହେଇଗଲୁ, ସେହି ସମୟ ଥିଲା, ସେହି ଘଟଣା ଥିଲା କି ନା ଅଲଗା ଥିଲା? ଅଲଗା। ତେଣୁ ଛୋଟବେଳେ ଗୋଟିଏ ଘଟଣା ଘଟିଲା, ବଡ଼ ହେଲେ ଗୋଟେ ଘଟଣା ଘଟିଲା। ତେଣୁ ସେଇଟା ଲେଖକ କହୁଛନ୍ତି। କୌଣସି ସମୟରେ ଏପରି ମଧ୍ୟ ଦେଖାଯାଏ ଯେ ଜୀବନ କିଛି ଦୂର ପଶ୍ଚାତପଦ ହୋଇଅଛି। ତେଣୁ କିଛି ଆମେ ଦେଖିଛୁ, ଆମର ମାନବ ଜୀବନ ତା'ର ଜାତିର ଆଜି କ'ଣ ହେଇଛି ନା ପରିବର୍ତ୍ତନ ହୋଇଅଛି। ମାତ୍ର ପରବର୍ତ୍ତୀ ଘଟଣା ସେହି ପଶ୍ଚାତ ଗତିର ଯଥେଷ୍ଟ କ୍ଷତି ପୂରଣ କରିଦେଇଅଛି। ଆମେ ଅତୀତ କଥା ଯଦି ମନେ କରିବା ଏବଂ ବର୍ତ୍ତମାନ କଥା ଯଦି ମନେ କରିବା, ଢେର କ'ଣ ହେଇଛି, ନଷ୍ଟ ମଧ୍ୟ ହେଇଛି କି ନାହିଁ, କ୍ଷତି ପୂରଣ କରିଦେଇଅଛି। କେତେବେଳେ ଆଲୋକ, କେତେବେଳେ ଅନ୍ଧକାର, କେତେବେଳେ ଉଚ୍ଚହାସ୍ୟ ଧ୍ୱନି ଓ କେତେବେଳେ ମର୍ମଭେଦୀ ହାହାକାର। କେତେବେଳେ ଆମେ କ'ଣ ହେଇଛୁ, ଆଲୋକ ପାଇଛୁ, କେତେବେଳେ ଅନ୍ଧକାର ପାଇଛୁ, କେତେବେଳେ ହାସ୍ୟ ଧ୍ୱନି, କେତେବେଳେ ଖୁସି ମଧ୍ୟ ହେଇଛୁ, କେତେବେଳେ ମଧ୍ୟ ଦୁଃଖ ମଧ୍ୟ ହୋଇଛୁ। ଏହିପରି ପରସ୍ପର ବିରୁଦ୍ଧ। ହଁ, ଆଜି ସୁଖ କାଲି ଦୁଃଖ, ଏସବୁ ପରସ୍ପର ବିରୁଦ୍ଧ। ପ୍ରତିକୂଳ ଅବସ୍ଥାର ଭିତରେ ମାନବ ଜୀବନ ପ୍ରକୃତ ରୂପ ଗଠିତ ହୁଏ। ଏହିସବୁ ଦୁଃଖରୁ, ଏହି ଆଲୋକରୁ, ଏହି ଅନ୍ଧକାରରୁ, ଏହି ମର୍ମଭେଦୀରୁ ମଧ୍ୟ ମନୁଷ୍ୟ କ'ଣ କରେ ନା ମାନବ ଜୀବନର ପ୍ରକୃତ ରୂପ ଗଠିତ ହୋଇଥାଏ। ସେ ସବୁବେଳେ ସତ୍ୟକୁ ଖୋଜିଥାଏ। ଏହି ମାନବ ସମସ୍ତଙ୍କୁ କ'ଣ କରେ, ସେ ସହ୍ୟ କରି ତା ଆଗକୁ ଚାଲିଥାଏ। ସେଇଟା ଲେଖକ ସୂଚିତ କରିଦେଉଛି। ତାପରେ ଦେଖ ନା ନିରବଚ୍ଛିନ୍ନ ଆଲୋକ ବା ଆନନ୍ଦ ଏ ମାନବ ଜୀବନରେ ବା ସମାଜରେ କଦାପି ଦୃଷ୍ଟ ହୁଏ ନାହିଁ। ହେବାର ସମ୍ଭାବନା ମଧ୍ୟ ନାହିଁ। ଆଜି ଯେଉଁ ମଣିଷ ଦୁଃଖରେ ରହିଛି, ଯେଉଁ କଷ୍ଟରେ ରହିଛି ବା ହସୁଅଛି, କେହି ତାକୁ କ'ଣ କରେ ନା ଦୃଷ୍ଟି ହୁଏ ନାହିଁ ବା ଏହାର ସମ୍ଭାବନା ମଧ୍ୟ ହୁଏ ନାହିଁ। ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା କେବଳ ବିରୁଦ୍ଧାଭାବପୂର୍ଣ୍ଣ। ଯେଉଁ ସତ୍ୟରେ ସେ କ'ଣ କରୁଛି, ବିଭିନ୍ନ ପ୍ରକାର ତା'ର ବାଟ କରୁଛି, କିନ୍ତୁ ବିରୁଦ୍ଧରେ ଅନେକ କ'ଣ ହେଉଛି ନା ତା'ର ସମ୍ମୁଖୀନ କରିବାକୁ ପଡ଼ୁଛି। ମାତ୍ର ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର ସର୍ବପ୍ରକାର ବିରୋଧରେ ମଧ୍ୟରେ ସାମଞ୍ଜସ୍ୟ ଦର୍ଶନ କରେ। ଯେଉଁମାନେ ଚିନ୍ତାଶୀଳ, ଯେଉଁମାନେ ଉପର ଶ୍ରେଣୀ, ସେମାନେ ଚିନ୍ତାଶୀଳ, ସୂକ୍ଷ୍ମ ଚିନ୍ତାଶୀଳ ଏବଂ ଗବେଷଣା, ସେମାନେ କ'ଣ କରିବେ ନା ଏଇ ଯେତେ ସବୁ ଦୁଃଖ, ଯେତେ ସବୁ ବିରୁଦ୍ଧ, ତାହାକୁ କ'ଣ କରିଥାନ୍ତି ନା ସେମାନେ ସାମ୍ନା କରନ୍ତି ବା ସାମଞ୍ଜସ୍ୟ ଦର୍ଶନ କରନ୍ତି। ସମସ୍ତଙ୍କର ଗତି ଏକ ଆଡ଼କୁ ଏବଂ ଏକ ଅଖଣ୍ଡ ନିୟମରେ ମଧ୍ୟ ଘଟଣାବଳୀ ନିୟନ୍ତ୍ରିତ ହେଉଅଛି। ତେଣୁ ଯେଉଁ ଚିନ୍ତାଶୀଳ ବ୍ୟକ୍ତି, ସେମାନଙ୍କର ଗତି ଏକ ଆଡ଼କୁ ଏବଂ ଏକ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀ ନିୟନ୍ତ୍ରିତ ହେଉଅଛି। ତାପରେ ଦେଖ ନା ଏଇ ବ୍ୟକ୍ତିଗତ ଜୀବନରେ କ'ଣ ହେଇଛି, ଜୀବନରେ ଯେପରି ନାନା ଘଟଣା, ଆଜି ଯେଉଁ ମାନବ ଜୀବନରେ ବିଭିନ୍ନ ପ୍ରକାର ଘଟଣା, ନାନା ପରିବର୍ତ୍ତନ ଭିତରେ ସାରଭୂତ ଜୀବନଟି ଉନ୍ନତ ଆଡ଼କୁ ଅଗ୍ରସର ହୁଏ। ତେଣୁ ତା'ର ଯେଉଁ ଜୀବନଟି ରହିଛି, ଯେଉଁ ସାରଭୂତ ଜୀବନଟି ସବୁବେଳେ କ'ଣ କରିଥାଏ ନା ଭାବିଥାଏ, ମୁଁ କିଭଳି ଭଲରେ ରହିବି, କିଭଳି ଅଗ୍ରସର ହେବି, ଆଗକୁ ଯିବି। ସମାଜ ମଧ୍ୟ ସେହିପରି ନାନା ଘଟଣା ଓ ନାନା ପରିବର୍ତ୍ତନ ଦ୍ୱାରା ଉନ୍ନତର ଅବସ୍ଥାକୁ ନୀତି ହୁଏ।
ତେଣୁ ମଣିଷ ମଧ୍ୟ ଏଠି ଉନ୍ନତି ହେବାକୁ ଚାହୁଁଛି। ମଣିଷ ଯଦି ଉନ୍ନତି ହେଲେ ସମାଜ ମଧ୍ୟ ଉନ୍ନତି ହେବ, ହଁ କି ନାହିଁ? ଆଜି ତୁମେ ହଳ କରୁଥିଲ, ଆଜି ଯେଉଁ ମନୁଷ୍ୟ ଆଜି ବାହାର କଲା ଟେକ୍ନୋଲୋଜି, ଯେଉଁ ହଳ ମେସିନ୍, ଟ୍ରାକ୍ଟର, ଯଦ୍ୱାରା କ'ଣ ହେଲା, ମାନେ ପ୍ରକୃତି ମଧ୍ୟ କ'ଣ ହେଲା, ଉନ୍ନତି ହେଲା, ହେବା ସହିତ ମାନବ ମଧ୍ୟ କ'ଣ ହେଲା ନା ଉନ୍ନତି ହେଲା। ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଅର୍ଥ ଶୂନ୍ୟ ନୁହେଁ। ଆଜି ଯେଉଁ ଜଗତରେ ଯେତେ ସବୁ ଘଟଣା ଆଜି କ'ଣ ହେଇଛି ବା ଆବିର୍ଭାବ ହେଉଛି, ସେଗୁଡ଼ିକ କ'ଣ ହେଉଛି ନା କଦାପି ଅର୍ଥ ଶୂନ୍ୟ ସେଗୁଡ଼ିକ ନୁହେଁ। ତାପରେ ଦେଖ ନା ଏହି ଭାବରେ ଦେଖିଲେ ମାନବ ସମାଜର ସମସ୍ତ ବ୍ୟାପାର ଇତିହାସର ଅନ୍ତର୍ଭୁକ୍ତ। ତେଣୁ ଆମେ ଯେତେ ସବୁ ଦେଖିବା ମାନବ ସହିତ ଏହି ସମାଜର ଯେଉଁ ଜଡ଼ିତ ବା ତା'ର ଯେଉଁ ଘନିଷ୍ଠ, ତାହା ଇତିହାସର ଅନ୍ତର୍ଭୁକ୍ତ ହୋଇ ରହିଅଛି। ଐଶ୍ୱର୍ଯ୍ୟଶୀଳ ରାଜା, ଦିନହୀନ କୃଷକ ଉଭୟ ଏ ସମାଜର ଅଙ୍ଗ ଏବଂ ଉଭୟ ସମାଜର ଉନ୍ନତି ଉପଯୋଗୀ। ଆଜି ରାଜା ମଧ୍ୟ ଏବଂ ଦିନହୀନ କୃଷକ ଏବଂ ଐଶ୍ୱର୍ଯ୍ୟଶୀଳ ରାଜା ମାନେ ମଧ୍ୟ ଆଜି ସମାଜରେ ଅଙ୍ଗ ଏବଂ ଉଭୟ ଏହି ସମାଜର ଉନ୍ନତି ଉପଯୋଗୀ। ବୁଝି ହେଉଛି? ଆଜି କୃଷକ ଯେମିତି ତାର ଚାଷ କରି କ'ଣ କରିଥାଏ, ଅର୍ଥ ଉପାର୍ଜନ କରିଥାଏ, ରାଜା ମଧ୍ୟ ଠିକ୍ ସେ ପ୍ରଜାମାନଙ୍କୁ ଠିକ୍ ସମୟରେ ଲାଳନ ପାଳନ କରି ବା ତା'ର କ'ଣ କରିଥାଏ ନା ନୀତି ନିୟମକୁ ପ୍ରଜା ଉପରେ ପାଳନ କରିଥାଏ। ତେଣୁ ଏମାନେ ମଧ୍ୟ ଆଜି ସମାଜରେ ଦୁଇ ଜଣ ସାରା କ'ଣ ହେଇଛନ୍ତି ରେ ଉପଯୋଗୀ ବା ଅଙ୍ଗ ଭାବେ ଏମାନେ ରହିଛନ୍ତି। ଜଣେ ମନୁଷ୍ୟକୁ ଯଥାର୍ଥ ରୂପେ ଜାଣିବାକୁ ହେଲେ ତାହାର ସମଗ୍ର ଜୀବନର ଇତିହାସ ଜାଣିବା ଆବଶ୍ୟକ। ଯଦି ତୁମେ ଜଣକୁ ମନୁଷ୍ୟକୁ ଯଦି ଜାଣିବାକୁ ଚାହୁଁଛ, ତେବେ ତା'ର ସମଗ୍ର ଜୀବନଟାକୁ ଜାଣିଲେ ଯାଇକି ତା'ର କ'ଣ ଇତିହାସ ଜାଣିପାରିବ। ବା ଆଜି ଯଦି ତୁମେ ପୃଥିବୀକୁ ଜାଣିବାକୁ ଚାହୁଁଛ, ଏହି ସମାଜକୁ ଯଦି ଜାଣିବାକୁ ଚାହୁଁଛ, ତା'ର ସମଗ୍ର ସମାଜର ଜୀବନ ଜାଣିଲେ ଯାଇକି ତୁମେ ଆଜି କ'ଣ କରିବ, ନାହିଁ ସମାଜର ଇତିହାସ ମଧ୍ୟ ତୁମେ ଜାଣିପାରିବ। ସେହିପରି ମାନବ ସମାଜର ବିଷୟ ବୁଝିବା ପକ୍ଷରେ ସମଗ୍ର ଇତିହାସ ଅବଶ୍ୟ ଜ୍ଞାତବ୍ୟ। ତୁମେ କ'ଣ କରିବ, ମନୁଷ୍ୟର କଥା ତୁମେ ବୁଝିପାରିବ, କିନ୍ତୁ ଆଜି ଏହି ମାନବ ସମାଜର ବିଷୟକୁ ତୁମେ କ'ଣ ପାରିବରେ ମାନେ ବିଶେଷ ଭାବରେ ତୁମେ ବୁଝିପାରିବନି, ଜ୍ଞାତବ୍ୟ ରହିଯିବ। ବ୍ୟକ୍ତିଗତ ଜୀବନର ଇତିହାସକୁ ଆମ୍ଭେମାନେ ଜୀବନ ଚରିତ ଆଖ୍ୟା ପ୍ରଦାନ କରିଥାଉ, ବ୍ୟକ୍ତିଗତ ନିଜସ୍ୱକୁ, କିନ୍ତୁ ସେହିପରି ଜାତିବିଶେଷର ଇତିହାସ ସେହି ଜାତିର ଜୀବନ ଚରିତକୁ ବୋଲାଯାଇପାରେ। ଜାତିବିଶେଷର ଜୀବନକୁ ମଧ୍ୟ ସେହିଭଳି ବୋଲାଯାଇପାରେ। ମନୁଷ୍ୟ କିପରି ପ୍ରାଥମିକ ହୀନ ଅବସ୍ଥାରୁ କ୍ରମେ କ୍ରମେ ଉନ୍ନତିକୁ ହୋଇ ବର୍ତ୍ତମାନ ସଭ୍ୟତା ଲାଭ କରିଛି, ଏ କଥା ବୁଝିବାକୁ ହେଲେ ଗୋଟା କେତେ ରାଜବଂଶର ବିବରଣୀ, ଗୋଟିଏ ଅଧେ ବିଶେଷ ଜାତିର ସ୍ଥୂଳ ବିବରଣୀ ପାଠ କଲେ ଚଳିବ ନାହିଁ। ଆଜି ତୁମେ ଯଦି ଜାଣିବାକୁ ଚାହୁଁଛ ମନୁଷ୍ୟର ଜୀବନକୁ, ଆଜି ପ୍ରକୃତିର ଜୀବନକୁ ଜାଣିବାକୁ ଯଦି ଚାହୁଁଛ, ଖାଲି ଗୋଟେ ରାଜବଂଶର ବିବରଣୀକୁ ତୁମେ ବା ରାଜବଂଶର ସମ୍ପର୍କକୁ କହିଲେ ହେବ ନାହିଁ, ବା ଗୋଟିଏ ଜାତିର ସ୍ଥୂଳ ବିବରଣୀକୁ ପାଠ କଲେ ଚଳିବ ନାହିଁ। ଯହିଁରେ ମାନବ ପ୍ରକୃତିର କ୍ରମ ବିକାଶର ଛବି ପ୍ରତିବିମ୍ବିତ ନାହିଁ। ତୁମେ ଯଦି ଆଜି ଯେଉଁ ରାଜବଂଶର ବିବରଣୀ କହୁଛ ବା ଜାତିର ସ୍ଥୂଳ ବିବରଣୀ ଯଦି କରୁଛ, ତା'ର ଯଦି ତୁମେ କ'ଣ କରୁଛ ନା ଜ୍ଞାନ ଆହରଣ କରିବାକୁ ଯାଉଛ, ସେଇ ଗୋଟିଏକୁ କଲେ ହେବ ନାହିଁ। ତୁମେ କରିବାକୁ ହେଲେ ଅନେକ ରାଜବଂଶର ବିବରଣୀ କରିବାକୁ ପଡ଼ିବ, ବିଶେଷ ଜାତିର ସ୍ଥୂଳ ବିବରଣୀକୁ ଦେବାକୁ ପଡ଼ିବ, ହେଲେ ଯାଇକି ତୁମେ ଆଜି କ'ଣ କରିବ ନା ଇତିହାସ କଥା ତୁମେ ଜାଣିପାରିବ। ନହେଲେ ଯହିଁରେ ମାନବ ପ୍ରକୃତିର କ୍ରମ ବିକାଶର ଛବି ପ୍ରତିବିମ୍ବିତ ନାହିଁ, ତାହା ପ୍ରକୃତ ଇତିହାସ ପଦବାଚ୍ୟ ହୋଇନପାରେ। ଏଇଟା ପିଲାମାନେ ମନେ ରଖିଥିବ, ଏଇଟା ମଧ୍ୟ ତୁମର କ୍ୱେଶ୍ଚନ୍ ରହିଛି ଯେ ସେ କ'ଣ କହିବ ନା କେଉଁଠି ପ୍ରକୃତ ଇତିହାସ ପଦବାଚ୍ୟ ହୋଇନପାରେ। ତୁମେ ଯଦି କ'ଣ କରିବ ନା ଗୋଟିଏ ରାଜବଂଶ ବା ଗୋଟିଏ ଜାତିବିଶେଷର ସ୍ଥୂଳ ବିବରଣୀ କଲେ ନା ପ୍ରକୃତ ଇତିହାସ ପଦବାଚ୍ୟ ହୋଇନପାରେ। ଇତିଦୃଶ୍ୟ ଇତିହାସ ପୃଥିବୀର ଏପର୍ଯ୍ୟନ୍ତ ଲିଖିତ ହୋଇ ନାହିଁ, ଏପର୍ଯ୍ୟନ୍ତ ଲେଖା ହୋଇ ନାହିଁ। ନା ପ୍ରଚଳିତ ଇତିହାସକୁ ଲକ୍ଷ୍ୟ କରି ଜଣେ ସୁପ୍ରସିଦ୍ଧ ପଣ୍ଡିତ କହିଛନ୍ତି। କ'ଣ କହିଛନ୍ତି ଦେଖିବା ନା ଆଚେମ୍ପ୍ଟ ଟୁ ସି ବା ମୁଁ ଗ୍ରହଣ କରିଛି ଏବଂ ଦେଖିଛି। ହ୍ୱାଟ୍ ଏ ଶୋ, କ'ଣ ଦେଖୁଛି। ଭିଲେଜ ଟେଲ୍, ଏ ଗାଁକୁ ମୁଁ କ'ଣ ଦେଖୁଛି। ସୋ କଲ୍ ହିଷ୍ଟୋରୀ ଇଜ୍, ଏଇ ଭିଲେଜ ବା ଏହି ଗାଁରେ ଆଜି ଇତିହାସ ରହିଅଛି। ଅର୍ଥାତ୍ ପ୍ରଚଳିତ ଇତିହାସ ମାନ ଗଭୀରତମ ଶୂନ୍ୟ ଗ୍ରାମ୍ୟ ଗଳ୍ପ ତୁଲ୍ୟ। ଏହି ଗ୍ରାମରେ ଦ ସୋ କଲ୍ଡ ହିଷ୍ଟୋରୀ, ଏ ଗ୍ରାମ ଗଳ୍ପ ତୁଲ୍ୟରେ ଆଜି କ'ଣ ରହିଛି ନା ଗଭୀରତା ଶୂନ୍ୟ ଇତିହାସ ମାନ ଆଜି ପ୍ରଚଳିତ। ସେ ଯାହା ହେଉ ଆମ୍ଭେମାନେ ଏହାକୁ ଅବଜ୍ଞା କରିନପାରୁ। କେବେ ବି ତାକୁ ଆମେ ଅବଜ୍ଞା କରିପାରୁନାହିଁ ବା ମନା କରିପାରୁନାହିଁ। ସକଳ ବିଷୟରେ ଯେପରି ମାନବ ସମାଜ କ୍ରମଶଃ ଉନ୍ନତି ମୁଖରେ ଅଗ୍ରସର ହେଉଛି, ସକଳ ବିଷୟରେ, ସବୁ ବିଷୟରେ, ଖାଲି ଯେ କହିଦେଲେ କଳକାରଖାନା ବା ମୋବାଇଲ, ଏଭଳି ସବୁ କ୍ଷେତ୍ରରେ ଆଜି ମନୁଷ୍ୟ କ'ଣ ହେଉଛି ନା ତା'ର ଉନ୍ନତି ମୁଖରେ ଅଗ୍ରସର ହେଉଛି। ଇତିହାସ ଲେଖନ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ କ୍ରମଶଃ ପ୍ରଭୁତ୍ୱ ଉନ୍ନତି ସାଧିତ ହୋଇ ଆସୁଅଛି।
हाँ तापर प्रतिभाशाली पंडित मैंने ए क्षेत्र में अक्लांत भाव कौन करुँच ना परिश्रम करुँच श्रम करुँच तेणु जिते देख जेकोसी आम कम करेकोसी आम कम करूँ ना कहीं अनेक आम कौन कर परिश्रम कर आज गोटे कविता लिखा ताप अनेक शब्द आम कौन कर ग्रहण कर आम अनेक परिश्रम कर चिंता कर भावी तापर कविता लिखिद ठीक से हीपरी जड़े जब शिक्षक आज पाठ पढ़ो से आगुरी किसी कौन करता है ना तार पाठशैली को देखी थे तापर पिता पाखे से उपस्थापन करते तेणु कौन करते ना श्रम करुँच एवं उन्नति आदर्शर अनुसरण करवा ही मनुष्यर कर्तव्य तेणु मनुष्य सब कौन कर अनुसरण कर खोजा पड़ो तार सहीटा ही कर्तव्य कौन सी उन्नतिर शेष ना हाँ तेणु कौन उन्नतिर शेष ना तुम जिते जिते चेष्टा कर जिते जिते तार अनुसरण कर जिते जिते गवेषणा कर केवे भी सर ना मनुष्य जी अग्रसर हो आदर्श से उन्नतर आकार धारण कर तार सम्मुख में उपस्थित हो तेणु मनुष्य को सब कौन कर ना कि अग्रसर होगा पड़ो चुप होकर रहिले हेब ना समस्त विषय देखा जाए आदर्शर तुलन में मनुष्य लब्ध उन्नति अति अकिंचित कर अथच प्राथमिक हीनावस्था संगे ताहार केते प्रभेद जो से प्रथम अवस्था मनुष्य जमी रही आज ताठू ढेर आगुआरे अच्छे आज ढेर से कौन परिवर्तनशील तापर देख ना प्रथम अवस्था इतिहास बोली गोटे वस्तुर अस्तित्व नाला कहले अत्युक्ति हेब ना प्रथम अवस्था जो विंश शताब्दी जो वर्णना कहले ता पूर्वर तार अस्तित्व जब आम खोजा पाइब स्थिति जदि खोजा पाइबा चाहूँ तेज से कौन अस्तित्व नाला बोली से कहते एका जे भारतवासी मैंने प्राचीन कालर इतिहास लिखा शिक्षा कर भारतवासी मैंने कौन करते ना प्राचीन कालर पूर्व कालर इतिहास मैंने लिखा कौन कर शिक्षा कर नुहे नुहे भावी देखिले कौन से जातिर पूर्वपुरुष मैंने ये अपवाद संपूर्ण मुक्ति लाभ करें ना तेणु पूर्वपुरुष मैंने यही अपवाद संपूर्ण मुक्ति लाभ करें ना प्रत्येक जातिर प्राचीन इतिहास केवल केते गुड़िए क्षमताशील वीरपुरुषंकर कल्पना मिश्रित बरणी छड़ा आउ कि ना तेणु जितेबाला इतिहास कथा जब आम आलोचना करवा ये मानव जातिर इतिहास को जब आम आलोचना करवा जो मैंने महान पुरुष जो मैंने वीरपुरुष क्षमताशील जो वीरपुरुष मान कथा खाली बरणी छड़ा आउ कि मिले ना से मैंने अच्छा कौ वंशर यही वंश तेणु यही जो महान पुरुष मान छड़ा आउ जो रहीगले जो मनीष मान जो जाति सेटा कौन हुए ना देखा जाए ना से ही वीर मैंने हेले देवता बा देववंशर जात से कार्यकलाप अलौकिक जो मैंने आज वीरपुरुष आम जो मैंने कहूँ से आज अनंत सहित जड़ित जो अनंत सहित से कौन कहते संजोग तेणु अनंत सहित जड़ित बा से आम कौन कही था ना वीर देवता बा देववंशरे से जात कौ मानक से कहे देववंशरे जात कौ मान कहे ना ये वीरपुरुष मानक कहे से कार्यकलाप नियम तांकर काम करवा कौशल आज अलौकिक लौकिक नुह अलौकिक अचंबित भाव से कौन कहते ना तांकर कार्यकलाप गुड़िक तेबे यह अवश्य स्वीकार करने को हेब जे आंभ मान देश में कल्पनार मात्रा अत्यंत अधिक आज आज देश कौन अधिक अधिक अग्रसर होई अच्छी तेणु से आमको कौन करा पड़ो ना चिंता करने को पड़ो से ही कल्पना राशि भेद कर प्रकृत तथ्य लाभ करने साधारण मनुष्यर कार्य नुहे खाली तुम साधारण भाव में भावी नब कार्य करदेव से मनुष्यर कार्य नुहे आज हिंदू जाति चिरकाल कल्पना प्रियता निमित्त ख्यात आज हिंदू जाति आज आम कौन चिरकाल आमर गोटे परिचय सकल विषय एमाने कल्पनार चरम सीमार उपस्थित न हो छाड़ी ना आज जो आम आज हिंदू हिंदू कहूँ कौ मान आज वीर पुरुष महान पुरुष मानी से मैंने ये जाति आज कौन कहते अनेक जीवन दान देते परिशेष से गोटे परिचय पाई गोटे जातिर आज परिचय पाई से जाति हूँ हिंदू जाति हिंदू जाति तेणु से आज कौन कहते ताहा छाड़ी ना आमे मैंने आज द्वारा आज कौन परिचय पाई क्या द्वारा ये हिंदू जाति द्वारा आम मान देश में प्राचीन चिकित्सा शास्त्र जेपरी रसिकता भावुकता अलंकार और आडंबर समावेश देखा जाए हाँ कि नहीं आज तुम जो चिकित्सा शास्त्र जब जीव से रसिकता मत देखा भावुकता बहुत भावुँ अलंकार आडंबर मना कहते समावेश देखा जाए अन्य देश में काव्य नाटक आदि ताहा देखा जाए ना आज आम देखा चिकित्सा शास्त्र किंतु अन्य देश में कौन हो नाटक आदि देखा जाए ना तापर देख से जहाँ हो प्राचीन काल में यही प्रकार कल्पना मिश्रित बरणी
ଛଡ଼ା ଆମ୍ଭେମାନେ ବିଶୁଦ୍ଧ ଇତିହାସ ବୋଲି କୌଣସି ବସ୍ତୁ ପାଇପାରୁ ନାହୁଁ। କେଉଁଠାରେ ବା ଏହି ବିବରଣୀମାନ ଇତିହାସ ଆଖ୍ୟାପ୍ରାପ୍ତ ହୋଇଅଛି? କେଉଁଠି ଏହି ଇତିହାସ ପାଇଁ ମଧ୍ୟ ଆମେ କ'ଣ କରିଛୁ ନା କିଛି ଯୁକ୍ତିତର୍କ ମଧ୍ୟ କରିଛୁ, ବା କେଉଁଠି ଏହି ଇତିହାସ ପାଇଁ କୌଣସି ଆଲୋଚନା ମଧ୍ୟ ହୋଇନାହିଁ, ବିଶୁଦ୍ଧ ହୋଇନାହିଁ। କେଉଁଠାରେ କାବ୍ୟ, ନାଟକ, ପୁରାଣ ଆଦି ଆକାର ଧାରଣା କରି ରହିଅଛି। ଆଜି ଯେଉଁ ମାନବ ଜାତିର ଇତିହାସ ବା ଆଜି ଯେଉଁ ଇତିହାସ କଥା ଆମେ ଯଦି କହୁଛୁ, ତେବେ ଆଜି କେଉଁଠି ତା'ର ସମ୍ପ୍ରସାରଣ ବା ତା'ର ଉନ୍ନତି ବା ତା'ର ଯେଉଁ ଉଗ୍ରସର ଦେଖାଯାଇଛି ନା ଏହି କାବ୍ୟରେ, ଏହି ପୁରାଣରେ, ଏହି ନାଟକରେ ମଧ୍ୟ ଦେଖାଯାଇଛି। ଆଜି ଯଦି ଆମେ ପୁରାଣ ପଢ଼ିବା, ମହାଭାରତ ପୁରାଣ ଯଦି ପଢ଼ିବା, ସେଇଠି ଇତିହାସର କଥା ବର୍ଣ୍ଣିତ ହୋଇଛି, ସେଇଠି ଜାତି ପ୍ରାଣର କଥା ବର୍ଣ୍ଣିତ ହୋଇଛି। ଯଦି ଆଜି ତୁମେ କାବ୍ୟ ପଢ଼ିବ, କାଳ୍ପନିକ କାବ୍ୟ ଯେଉଁ ପଢ଼ା ହେବ, କାଞ୍ଚି କାବେରୀ, ଏଇ ଯେଉଁ କାଞ୍ଚି କାବେରୀ ଯେଉଁ ପଢ଼ିବ, ସେଠି ଜଗନ୍ନାଥଙ୍କ ସଂସ୍କୃତି କିଭଳି ରାଜାମାନେ କ'ଣ କରିଥିଲେ ତାଙ୍କ ଜାତି ପାଇଁ ବା ତାଙ୍କର ପରିଚୟ ପାଇଁ। ଆଜି ଆମେ ଯେଉଁ କହୁଛୁ ହିନ୍ଦୁ ଧର୍ମ, ଏଇ ଯେଉଁ ରହିଛି କାଞ୍ଚି କାବେରୀ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ନାଟକ ଆଜି ଯେଉଁ ପଢ଼ୁଛୁ ବାବାଜୀ ନାଟକ ମାନେ ବା କାଳ୍ପନିକ ନାଟକ ରାମ ବିବାହ, ଏଇ ଯେଉଁ ନାଟକ ଆଜି ଯେତେବେଳେ ସେଠି ମଧ୍ୟ ଆଜି ଏଇ ଜାତିର ପ୍ରାଣ, ଏ ଜାତିର ପରିଚୟ ଆମର କ'ଣ ହେଇଛି ଧାରଣା ରହିଅଛି। ପ୍ରକୃତ ପକ୍ଷେ ପ୍ରାଚୀନ କାଳରେ ଇତିହାସ ଭିନ୍ନ ଭିନ୍ନ ଯୁଗର ସାହିତ୍ୟ ମଧ୍ୟରେ ଅନ୍ତର୍ନିର୍ଦ୍ଦିଷ୍ଟ ରହିଅଛି। ମୁଁ ଯେଉଁ ବର୍ଣ୍ଣନା କରିଗଲି ସେଇଆ ରହିଅଛି। ପ୍ରାଚୀନ ଧର୍ମଶାସ୍ତ୍ର ପର୍ଯ୍ୟନ୍ତ ଐତିହାସିକ ସତ୍ୟରେ ପରିପୂର୍ଣ୍ଣ। ଧର୍ମଶାସ୍ତ୍ରରେ ମଧ୍ୟ ତାହା କ'ଣ ହେଇଛି ସତ୍ୟରେ ପରିପୂର୍ଣ୍ଣ। ଆଜି ଯେଉଁ ତୁମେ ପଢ଼ୁଛ ଆମର ଆଜି ହିନ୍ଦୁ ଧର୍ମ, ହଁ କି ନାହିଁ, ଖ୍ରୀଷ୍ଟିଆନମାନଙ୍କର ବାଇବେଲ, ଏଇ ଯେଉଁ ଧର୍ମ, ସେ ଧର୍ମ କ୍ଷେତ୍ରରେ ମଧ୍ୟ ଆଜି କ'ଣ ହେଇଛି ଆମର ଏଇ ମାନବ ଜାତିର, ଏଇ ମାନବର ସଂସ୍କୃତି, ପରମ୍ପରା, ନୈତିକତା ସବୁ କ'ଣ ହେଇଛି ନା ଆଲୋଚନା କରାଯାଇଛି ବା ଦେଖାଯାଇଅଛି। ପୁରାତନ ବାଇବେଲ ଏବଂ ଆମ୍ଭମାନଙ୍କର ବେଦ ତାହାର ଉଜ୍ଜ୍ୱଳ ପ୍ରମାଣ ସ୍ୱରୂପ। ଆଜି ଯେଉଁ ତୁମେ ପୁରାତନ ଯଦି ବାଇବେଲକୁ ପଢ଼ିବ, ସେଇ ମାନବ ଜାତିର ସଂସ୍କୃତି ପରମ୍ପରା ବର୍ଣ୍ଣିତ ହୋଇଛି। ବେଦ ଯଦି ପଢ଼ିବ, ତେଣୁ ବେଦରେ ମଧ୍ୟ ଆଜି ମାନବ ସଂସ୍କୃତି, ମାନବ ଜାତିର ପରମ୍ପରା, ଚାଲିଚଳଣି ଏସବୁ ଦେଖାଯାଇଅଛି ତା ଉଜ୍ଜ୍ୱଳ ପ୍ରମାଣ ସ୍ୱରୂପ। କେବଳ ତାହା ନୁହେଁ, ଭିନ୍ନ ଦେଶର ଓ ଭିନ୍ନ କାଳର ମନ୍ଦିର, ଗୃହ, ଖୋଦିତ ମୂର୍ତ୍ତି, ଫଳକାଦିରେ ସେହି ଦେଶର ଓ କାଳର ଇତିହାସ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇଅଛି। ଖାଲି ଯେ କହିଦେଲେ ବେଦରେ ହେବ ନାହିଁ, ବାଇବେଲରେ ନୁହେଁ। ତେଣୁ ଆମ ଦେଶରେ ଭିନ୍ନ ଦେଶରେ କେଉଁଠି ମନ୍ଦିରରେ ମଧ୍ୟ ବର୍ଣ୍ଣିତ ହୋଇଛି। ଆଜି କୋଣାର୍କ ଯିବ, କୋଣାର୍କର ଆଜି ଆମର କ'ଣ ଯଦି ମନ୍ଦିରକୁ ଦେଖିଲ, ତେଣୁ ଆଜି ଆମର ତା'ର ଆଜି 1200 ବଢ଼େଇଙ୍କର କଥା ମନେ ପଡ଼ିବ, ସେଇ ଧର୍ମପଦର କଥା ମନେ ପଡ଼ିଯିବ। ଏବଂ କ'ଣ ଯେଉଁ ଖୋଦିତ ମୂର୍ତ୍ତି, ଆଜି ଯେଉଁ ଶ୍ରୀ ଜଗନ୍ନାଥଙ୍କର ମୂର୍ତ୍ତି ଯେଉଁ ଖୋଦିତ ହୋଇଛି, ତାକୁ ଦେଖିଲେ ଆଜି ଆମର ରାଜାମାନଙ୍କର, ପ୍ରଜାମାନଙ୍କର କିଭଳି ତାଙ୍କର ସମ୍ପର୍କ ତାହା ଜଣାପଡ଼ିବ। ଏବଂ ଫଳକାଦି ଯେଉଁ ମାଦଳା ପାଞ୍ଜି ରହିଛି, ଯେଉଁ ରାଜାମାନଙ୍କର ଯେଉଁ ଫଳକାଦିକୁ ଯଦି ଆମେ ପଢ଼ିବା, ତାଙ୍କର ଯଦି ବିବରଣୀକୁ ପଢ଼ିବା, ତେବେ ଆଜି ମଧ୍ୟ ତାହା କ'ଣ ହେଉଛି ଜାତି ଶ୍ରମଣ କଥା ମନେ ପକାଇ ଦେଉଛି। ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇଛି। ଯେଉଁ ତାମ୍ର ଶାସନ ଯେଉଁ ରହିଛି ଖୋଦିତ ଲେଖା, କେଉଁଠି ଦାନ କଲେ, କେଉଁଠି ରାଜାମାନେ କେତେରୁ କେତେ ଦାନ, କେତେ କାଳ ପର୍ଯ୍ୟନ୍ତ ସେମାନେ ଶାସନ କରିଥିଲେ ବା ଓଡ଼ିଶା ଜାତିକୁ ସେମାନେ ବଞ୍ଚି ରଖିଥିଲେ, ତାହାର ଯେଉଁ ବିବରଣୀ ଆଜି ପର୍ଯ୍ୟନ୍ତ କ'ଣ ହେଉଛି ନା ଏହି ଖୋଦିତରେ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇଅଛି। ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ପଣ୍ଡିତମାନେ ମନୀଷା ବଳରେ ଏହିପରି ସାହିତ୍ୟର ନାନା ବିଭାଗରୁ ଏବଂ ପ୍ରାଚୀନ କୀର୍ତ୍ତି, ଖୋଦିତ ମୂର୍ତ୍ତି ଓ ଫଳକାଦିରୁ ଐତିହାସିକ ସତ୍ୟ ସଂଗ୍ରହ କରି ପ୍ରାଚୀନ ଇତିହାସ ନାମକ ଗୋଟିଏ ଉପାଦେୟ ବସ୍ତୁ ଆମ୍ଭମାନଙ୍କ ସପକ୍ଷରେ ଉପସ୍ଥାପିତ କରିଅଛନ୍ତି। ଯେଉଁମାନେ ଗବେଷଣା କରନ୍ତି, ଯେଉଁ ପଣ୍ଡିତମାନେ, ଯେଉଁ ଏଠି କୁହାଯିବ ଅପର ଶ୍ରେଣୀମାନେ ଯେଉଁ ରହିଲା, ଲେଖକ କହିଛନ୍ତି ଦୁଇଟି ଶ୍ରେଣୀ ବିଭକ୍ତ କଲେ, ଏକକ ଶ୍ରେଣୀ, ଅପର ଶ୍ରେଣୀ। ଏହି ଅପର ଶ୍ରେଣୀ ଲୋକମାନେ କ'ଣ ହେଉଛି ନା ତାଙ୍କର ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନରୁ ବା ସେମାନେ କ'ଣ କରେ ଗବେଷଣା କରି ସେମାନେ ବିଭିନ୍ନ କ'ଣ କରିଥାନ୍ତି ନା ପ୍ରାଚୀନ କୀର୍ତ୍ତିରୁ, ନାନା ବିଭାଗରୁ, ଖୋଦିତ ମୂର୍ତ୍ତିରୁ ତାଙ୍କର କ'ଣ କରିଥାନ୍ତି ନା ଇତିହାସ ସଂଗ୍ରହ କରି ଆଜି କ'ଣ କରିଛନ୍ତି ନା ଆମ ପାଖରେ ସପକ୍ଷରେ ଉପସ୍ଥାପିତ କରିଅଛନ୍ତି। କିନ୍ତୁ ସେହି ସଂଗୃହୀତ ଅଂଶ ମାତ୍ର ପ୍ରକୃତ ଇତିହାସ ନୁହେଁ ବା ବିଶେଷ ମତ ସ୍ଥାପନ କିମ୍ବା କାଳାଦି ନିର୍ଣ୍ଣୟାର୍ଥେ ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନଙ୍କ ମଧ୍ୟରେ ଯେ ତୁମୁଳ ସଂଗ୍ରାମ ସମୟ ଉପସ୍ଥିତ ହୁଏ ଏବଂ ତାହାର ଫଳସ୍ୱରୂପ ଯେ ପ୍ରକାଣ୍ଡ ପୁସ୍ତକମାନ ରଚିତ ହୁଏ, ସେ ସମସ୍ତ ମଧ୍ୟ ପ୍ରକୃତ ଇତିହାସ ନୁହେଁ। ଖାଲି ଯେ ସେମାନେ ଯାଇ ଗବେଷଣା କରି ଆଣିଲେ ତାହା ନୁହେଁ, ପୁଣି ସେମାନଙ୍କୁ କ'ଣ ହେଉଛି ନା ସେଠି ପୁଣି ଆହୁରି ସେମାନଙ୍କୁ କ'ଣ କରିବାକୁ ନା ଗବେଷଣା କରିବାକୁ ପଡ଼ିବ। ଖାଲି ସମ୍ୟ ଭାବରେ ଗବେଷଣା ବା ତାଙ୍କୁ ସେଠି ଖୋଜି ବାହାର କରି ଆଣିଲେ ସେ ତାହା ହେବ ନାହିଁ। ତେଣୁ ସେଠି ପୁଣି ତୁମକୁ କ'ଣ କରିବାକୁ ପଡ଼ିବ ନା ଡିପ୍ଲି, ପୁଣି ମାନେ ଅଧିକରୁ ଅଧିକ ତୁମକୁ ସେଠି କ'ଣ କରିବାକୁ ନା ସୂକ୍ଷ୍ମ ଦୃଷ୍ଟି ଦେବାକୁ ପଡ଼ିବ, ଗବେଷଣା କରିବାକୁ ପଡ଼ିବ ବୋଲି ଲେଖକ କହୁଛନ୍ତି।
ତେଣୁ ପ୍ରକୃତ ଇତିହାସ ସେ ସମସ୍ତର ପଶ୍ଚାତପଦରେ ଆଜି ରହିଛି। ସେ ପ୍ରକୃତ ଇତିହାସ ସେ ସମସ୍ତର ପାଶ୍ଚାତ୍ୟ ଦେଶରେ। ଯେଉଁ ଆମେ ଇତିହାସ କରୁଛୁ ସେ ଅତୀତର କଥାରେ ସେ ତଳପଟେ ଅତୀତରେ ସେଗୁଡ଼ିକ ରହିଯାଇଛି। ଚିନ୍ତାଶୀଳ ପାଠକମାନେ ତାହା ପାଠ କରିବାକୁ ସମର୍ଥ ହୁଅନ୍ତି। ଯେଉଁମାନେ ଅପର ଶ୍ରେଣୀମାନେ ହିଁ କ'ଣ କରିପାରିବେ ନା ସେଇ ଇତିହାସକୁ ସେମାନେ କ'ଣ କରିପାରିବେ ନା ପାଠ କରିବାକୁ ସେମାନେ ସମର୍ଥ ହୋଇପାରିବେ ବୋଲି ଲେଖକ କହୁଛନ୍ତି। ବର୍ତ୍ତମାନ ଯୁଗର ଇତିହାସ ଲିଖନ ପ୍ରଣାଳୀ ସ୍ୱତନ୍ତ୍ର ଏବଂ ଆଦର୍ଶର ନିକଟବର୍ତ୍ତୀ। ବର୍ତ୍ତମାନ ଯୁଗରେ ଏ ଯେଉଁ ଭବିଷ୍ୟତ ଯୁଗରେ ଆଜି ଇତିହାସ ଲେଖିବା ସ୍ୱତନ୍ତ୍ର ଏବଂ ଆଦର୍ଶ ଆଜି ହୋଇପଡ଼ିଅଛି। ଏଥିରେ ମାନବ ଜୀବନର ସର୍ବବିଧି ବେପାର ଯୋଗ ଅଛି। ମାନବର ଯାବତୀୟ ତା'ର କ'ଣ ହେଇଛି ନା ଯେ ସର୍ବବିଧି ବା ତା'ର ଆଜି ଘନିଷ୍ଠ କେବଳ ରାଜା ରାଜପୁରୁଷ ରାଜନୀତି ଘେନି ବର୍ତ୍ତମାନ ଇତିହାସ ନୁହେଁ। ତେଣୁ ଲେଖକ ପ୍ରଥମରୁ ସେ କହିଦେଇଛି କୌଣସି ରାଜାଙ୍କର ବା କୌଣସି ରାଜପୁରୁଷର ବା କୌଣସି ରାଜନୀତିକୁ ଏଠି କ'ଣ କରାଯାଇ ନାହିଁ ଇତିହାସରେ ବର୍ଣ୍ଣିତ କରାଯାଇନି ବା ଇତିହାସ ଲେଖାଯାଇ ନାହିଁ। ଏଠି ଲେଖାଯାଇଛି ମାନବ ଜାତିର ମାନବ ସଂସ୍କୃତି ପରମ୍ପରା ଚାଲିଚଳଣି ନୈତିକତା ଉପରେ ତା'ର କ'ଣ ହେଇଛି ନା ଜାତିକତା ଉପରେ ସେ କ'ଣ କରିଛି ନା ଇତିହାସ ଲେଖିଛନ୍ତି। ଏଥିରେ ଜାତି ସାଧାରଣ ଆଚାର ବ୍ୟବହାର ଧର୍ମ ନୀତି ଶିକ୍ଷା ଶିଳ୍ପ ବାଣିଜ୍ୟ ସାହିତ୍ୟ ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନୀୟ ବିଷୟରେ ସମାବେଶ ଅଛି। ଏଠି କେଉଁ ଇତିହାସ ଲେଖାଯାଇଛି ନା ଆଚାର ଉପରେ ଲେଖାଯାଇଛି। ବ୍ୟବହାର ଧର୍ମ ନୀତି ଶିକ୍ଷା ଶିଳ୍ପ ବାଣିଜ୍ୟ ସାହିତ୍ୟ ଏବଂ ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନ ବିଷୟରେ ଏହା ସମାବେଶ ରହିଅଛି। ଏଠି ଲେଖାଯାଇ ନାହିଁ କୌଣସି ରାଜା ରାଜପୁରୁଷ ବା ରାଜନୀତି ଉପରେ ଇତିହାସ ଲେଖାଯାଇ ନାହିଁ। ତଥାପି ସ୍ଥୂଳରେ ଏହା ରାଜନୈତିକ ଇତିହାସର ପଦବାଚ୍ୟ ହେଲେ ମଧ୍ୟ କ'ଣ ହେଇଛି ନା ଟିକେ ରାଜନୈତିକ କଥା ନ ବର୍ଣ୍ଣିତ କଲେ ତାହା ହେବ ନାହିଁ। ସେହି କାରଣରୁ କୌଣସି ଚିନ୍ତାଶୀଳ ପଣ୍ଡିତ ସାହିତ୍ୟ ଇତିହାସ ଧର୍ମ ଇତିହାସ ବିଜ୍ଞାନ ଇତିହାସ ଇତ୍ୟାଦି ନାମ ଦେଇ ଭିନ୍ନ ଭିନ୍ନ ବିଭାଗରେ କ୍ରମିକ ଉନ୍ନତି ବିବରଣୀ ପୂର୍ଣ୍ଣତର ଆକାରରେ ଲିପିବଦ୍ଧ କରିବାକୁ ପ୍ରୟାସ ହୋଇଅଛନ୍ତି। ତେଣୁ ଯେଉଁ ଚିନ୍ତାଶୀଳ ପଣ୍ଡିତମାନେ ସେମାନେ କ'ଣ କରିଛନ୍ତି ନା ଏଇ ଇତିହାସ ପାଇଁ ସାହିତ୍ୟ ଇତିହାସ ଲେଖିଦେଇଛନ୍ତି ଧର୍ମ ଇତିହାସ ବିଜ୍ଞାନ ଇତିହାସ ଏହିଭଳି ବିବରଣୀ ଲେଖିକରି କ'ଣ କରିଛନ୍ତି ତାଙ୍କ ଆକାରରେ ଲିପିବଦ୍ଧ କରିବାକୁ ପ୍ରୟାସ ହୋଇଛନ୍ତି। ମନୁଷ୍ୟର ଜ୍ଞାନ ଶକ୍ତି ଓ ସମୟର ଅଳ୍ପତା ବିଷୟ ବିବେଚନା କରେ ଏ ପ୍ରକାର ଷ୍ଟାର ସମ୍ୟକ ଐଚିତ୍ୟବୋଧ ହୁଏ ଅସ୍ୱୀକାର କରାଯାଇ ନ ପାରେ। ଇତିହାସ ଖାଲି ଲିଖନ ପ୍ରଣାଳୀ ସମ୍ବନ୍ଧରେ ଦିନକୁ ଦିନ ପ୍ରଭୂତ ଉନ୍ନତି ସାଧିତ ହେଉଅଛି ଏଥିରେ ସନ୍ଦେହ ନାହିଁ। ମାତ୍ର ପ୍ରକୃତ ଅନିସଧିଷ୍ଣୁ ବ୍ୟକ୍ତି ସେତିକିରେ ସନ୍ତୁଷ୍ଟ ରହି ନ ପାରେ। ଯେଉଁମାନେ ଚିନ୍ତାଶୀଳ ବ୍ୟକ୍ତି ବା ଯେଉଁମାନେ କ'ଣ ହେଉଛି ଅପର ଶ୍ରେଣୀ ସେମାନେ କେବେ ଆଜି କ'ଣ କରୁଛନ୍ତି ନା ସନ୍ତୁଷ୍ଟ ହୋଇ ସେମାନେ ରହିପାରୁନାହାନ୍ତି। ସେ ଚିରଦିନ ମାନବ ସମାଜର ନାନା ବିଭାଗରେ ଇତିହାସ ଅନୁସନ୍ଧାନ କରିବାରେ ପ୍ରବୃତ୍ତ ରହିଥିବ। ସେ ସବୁବେଳେ ଚେଷ୍ଟା କରୁଛି ଯେ ମୁଁ କିଭଳି କ'ଣ କରିବି ନା ଏ ସାହିତ୍ୟକୁ ଉନ୍ନତି ଆଡ଼କୁ ନେବାକୁ ସବୁବେଳେ ସେ ଚେଷ୍ଟା କରୁଅଛି। ସାହିତ୍ୟ ଶିଳ୍ପ ବାଣିଜ୍ୟ ଧର୍ମ ନୀତି ବାକ୍ୟ ଉପନ୍ୟାସ ବିଜ୍ଞାନ ଦର୍ଶନ ସମସ୍ତ ତାହା ନିକଟରେ ଐତିହାସିକ ସତ୍ୟମୟ। ଆଜି ଯେଉଁ ତୁମେ ଇତିହାସ ଲେଖୁଛ ବା ଯେଉଁ ଐତିହାସିକ ସତ୍ୟମୟ ଲେଖୁଛ ତାହା ଆଜି ରହିଅଛି ଏହି ନୀତିରେ ରହିଛି ଧର୍ମ ବାଣିଜ୍ୟରେ ବିଜ୍ଞାନ ଉପନ୍ୟାସରେ ତାହା ବର୍ଣ୍ଣିତ ହୋଇ ରହିଅଛି। ତୁମେ ସେଇଠୁ କ'ଣ କରୁଛ ଅଧ୍ୟୟନ କରି ସେଇଠୁ ଜ୍ଞାନ ଆହରଣ କରି ଆଜି ତୁମେ କ'ଣ କରୁଛ ନା ଇତିହାସ ଲେଖୁଛ। ପ୍ରତ୍ୟେକ ବ୍ୟକ୍ତିର ଜୀବନ ଆହାର ପରିଚ୍ଛେଦ ତାହା ନିକଟରେ ଜୀବନ୍ତ ଇତିହାସ ରୂପେ ପ୍ରତିଭାତ ହୁଏ। ଆଜି ତୁମକୁ କ'ଣ କରିବାକୁ ହେବ ନା ଏଇ ମଣିଷମାନଙ୍କ ପାଇଁ ଆଜି ତୁମକୁ ତାଙ୍କର ଜୀବନ ତାଙ୍କର ଆହାର ଉପରେ ତାଙ୍କର ପରିଚ୍ଛେଦ ଉପରେ ତୁମକୁ ଆଜି କ'ଣ କରନା ଜୀବନ୍ତ ଇତିହାସ ରୂପେ ପ୍ରତିଭାତ ହୁଏ। ତାକୁ ଜୀବନ୍ତ କରିବାକୁ ତୁମକୁ ପଡ଼ିବ। ତାପରେ ଆଗକୁ ଚାଲୁ ପିଲାମାନେ। ଇତିହାସ ଯେପରି ଭାବରେ ଲିଖିତ ହେଉ ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ। ତୁମେ ଖାଲି ଇତିହାସ ଲେଖିଦେଲେ ହେବ ନାହିଁ। ଯେଉଁମାନେ ତାକୁ ପଢ଼ୁଛନ୍ତି ପଠନ ପ୍ରଣାଳୀ ଯେଉଁମାନେ ପଢ଼ୁଛନ୍ତି ବା ଯେଉଁମାନେ ତା'ର କ'ଣ ଗବେଷଣା କରୁଛନ୍ତି ବା ଯେଉଁମାନେ ଅଧ୍ୟୟନ କରୁଛନ୍ତି ସେମାନଙ୍କ ପାଖରେ ତେଣୁ ଏହାର କ'ଣ ବହୁ ପରିମାଣରେ ନିର୍ଭର କରେ। ପାଠକ ଯେବେ ବର୍ତ୍ତମାନ ସଙ୍ଗେ ଏବଂ ନିଜ ଜୀବନ ସଙ୍ଗେ ଅତୀତର ସମ୍ପର୍କ ବିସ୍ତୃତ ହୋଇ ଇତିହାସ ଅଧ୍ୟୟନ କରିବାକୁ ପ୍ରବୃତ୍ତ ହୁଅନ୍ତି ତେବେ ସେ ଅଧ୍ୟୟନରେ ବିଡ଼ମ୍ବନା ମାତ୍ର। ଗୋଟିଏ ପାଠକ ତାହାର ବର୍ତ୍ତମାନ ସହିତ ଯଦି ଅତୀତକୁ କ'ଣ କରିବା ପାଇଁ ଇତିହାସ ଲେଖିବାକୁ ଚାହେଁ ବା ଅଧ୍ୟୟନ କରିବାକୁ ଚାହେଁ ତେବେ ସେ ଅଧ୍ୟୟନ ବିଡ଼ମ୍ବନା ମାତ୍ର।
ଅର୍ଥାତ୍ ବିଡ଼ମ୍ବନା ମାତ୍ର ଭାରି କଷ୍ଟ। ସେ ଭାରି କଷ୍ଟରେ କ'ଣ କରିବ ନା ସେ ଇତିହାସଟିକୁ ଲେଖିପାରିବ। ଏବଂ ବିଡ଼ମ୍ବନା ମାନେ କହିଲେ ଏଠି ବୁଝେଇବ ଭାରି ଖରାପ। ଇତିହାସ କେବଳ କେତେ ଗୁଡ଼ିଏ ଘଟଣାର ସମଷ୍ଟି ଛଡ଼ା ଆଉ କ'ଣ? ସେହି ଘଟଣାର ପଶ୍ଚାତ ଦେଶରେ ସେ ନିୟନ୍ତଙ୍କର ହସ୍ତ କାର୍ଯ୍ୟ କରୁଅଛି। ତାକୁ ପ୍ରତ୍ୟକ୍ଷ କରି ନ ପାରିଲେ ବା ସାମ୍ନା ନ କରିପାରିଲେ ବିଦ୍ୟାଳୟର ବାଳକମାନଙ୍କର ତୁଲ୍ୟ କେତେ ଗୁଡ଼ିଏ ଶୁଷ୍କ କଥା, ମୃତ୍ୟୁ ଅତୀତର ଅର୍ଥଶୂନ୍ୟ ବିବରଣୀ କଣ୍ଠସ୍ଥ କରିକି ଲାଭ। ଅର୍ଥାତ୍ ଏଠି ଲେଖକ କହିଦେଉଛନ୍ତି ତୁମେ କ'ଣ ଖାଲି କୌଣସି ଘଟଣାକୁ ବାରମ୍ବାର ଯଦି ସେଇଟାକୁ ତୁମେ କ'ଣ କରିବ ଉଚ୍ଚାରଣ କରିବା ତାଙ୍କୁ ବୁଝେଇଦେବ, ତେବେ ସେଇଟା ହିଁ ଶୁଷ୍କ କଥା ରହିଯିବ। ବା ମୃତ୍ୟୁ ଅତୀତର ଅର୍ଥଶୂନ୍ୟ ବିବରଣୀ କଣ୍ଠସ୍ଥ କରିକି ଲାଭ। ବାରମ୍ବାର ଗୋଟିଏ ଘଟଣାକୁ ତୁମକୁ କହିକି ଲାଭ କ'ଣ? ତେଣୁ ସେ ସବୁବେଳେ କ'ଣ କହୁଛି ନା ଦେଖ, ଅତୀତ କାଳରେ ଯେ ନିୟମ କାର୍ଯ୍ୟ କରିଅଛି ଏହି ମୁହୂର୍ତ୍ତରେ ଆମ୍ଭମାନଙ୍କର ଚତୁର୍ଦିଗରେ ଆମ୍ଭମାନଙ୍କ ଜୀବନରେ ସେହି ନିୟମ ସେହି କାର୍ଯ୍ୟ ସେହି ଭାବରେ କାର୍ଯ୍ୟ କରୁଛି। ଅତୀତରେ ଯାହା ହେଉଥିଲା ବର୍ତ୍ତମାନ ମଧ୍ୟ ସେହି କାର୍ଯ୍ୟ ହେଉଅଛି ବୋଲି ଲେଖକ କାର୍ଯ୍ୟ କରୁଛି। ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ ସୌସାଦୃଶ୍ୟ ବିଦ୍ୟମାନ। ଆଜି ମଣିଷ ସହିତ ସେ ଜଡ଼ିତ। ଏକାଥରେ ମତଭେଦ ହୋଇନପାରେ, ଅଲଗା ହୋଇନପାରେ। ବୈଷମ୍ୟର ମାତ୍ରା ଯେତେ ଅଧିକ ହେଉ ପଛକେ ମୂଲ୍ୟରେ ମାନବ ପ୍ରକୃତି ଏକ। ବୈଷମ୍ୟରେ ଯେତେ ଅଲଗା ହେଲେ ମଧ୍ୟ ମୂଳରେ ମାନବ ପ୍ରକୃତି ଏକ। ଏକା ମାନବ ପ୍ରକୃତି କାହିଁକି? ସମଗ୍ର ବ୍ରହ୍ମାଣ୍ଡ ମଧ୍ୟ ଅନ୍ତରତମ ପ୍ରଦେଶରେ ଏପରି ଏକ ସାଧାରଣ ଭୂମି ଅଛି ଯେଉଁଠାରେ କୌଣସି ପ୍ରକାର ଭେଦ ବା ବୈଷମ୍ୟ ପରିଦୃଷ୍ଟ ହୁଏ ନାହିଁ। ଆଜି ଯେଉଁ ଆମେ ବୈଷମ୍ୟ ଜାତି ଭେଦରେ ଆଜି ଯେଉଁ ବୈଷମ୍ୟ ଦେଖାଉଛୁ, ତେଣୁ ସେଠାରେ ମଧ୍ୟ ଇତିହାସ କ'ଣ ହୁଏ ନା ପରିଦୃଷ୍ଟ ହୁଏ ନାହିଁ। ସେହି ଭୂମି ଉପରେ ଦଣ୍ଡାୟମାନ ହୋଇପାରିଲେ ମନୁଷ୍ୟ ଆପଣ ଭିତରେ ସମସ୍ତ ବ୍ରହ୍ମାଣ୍ଡ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହୁଏ। ଆଜି ଯଦି ତୁମେ ସେଠି ଦଣ୍ଡାୟମାନ ହୋଇକି କରିବ, ତେଣୁ ତୁମେ ନିହାତି ଆଜି କ'ଣ ହେବ ନା ଆଜି ସମର୍ଥ ହୋଇପାରିବ ବୋଲି ଲେଖକ କହୁଛନ୍ତି। ଏବଂ ସର୍ବତ୍ର ମଙ୍ଗଳମୟ ବିଧାତାଙ୍କ ପ୍ରତ୍ୟକ୍ଷ ହସ୍ତ ଦର୍ଶନ କରି ସ୍ତମ୍ଭିତ ଓ ମୋହିତ ହୁଏ। ସୁତରାଂ ସେଠାରେ ଦେଶ କାଳରେ ଦୂରତ୍ୱ ବିନଷ୍ଟ ହୋଇଯାଏ। ଇତିହାସ ପାଠ କରିବା ବେଳେ ଅନେକ ସମୟରେ ଆମ୍ଭେମାନେ ଅଲିଖିତ ଭାବରେ ସେହି ସାଧାରଣ ଭୂମିରେ ଉପସ୍ଥିତ ହେଉ। ତେତେବେଳେ ଅତୀତର ସୁଖ ଦୁଃଖ, ହର୍ଷ ବିଷାଦ, ଭୟ ବିଭୀଷିକା, ସାହସ ଓ ବିକ୍ରମ, ଜୀବନ ଓ ମୃତ୍ୟୁ ଆମ୍ଭମାନଙ୍କ ନିକଟରେ ଜୀବନ୍ତ ମୂର୍ତ୍ତି ପରିଗ୍ରହ କରି ଦଣ୍ଡାୟମାନ ହୁଏ। ନିଜ ଜୀବନର ବ୍ୟାପାର ତୁଲ୍ୟ ପ୍ରଭାବିତ ହୁଏ। ତେଣୁ ମନୁଷ୍ୟର କ'ଣ ହେଇଛି ନା ତା'ର ଯେଉଁ ଜୀବନର ବ୍ୟାପାର ତୁଲ୍ୟ ସବୁ କ'ଣ ହେଇଚାରେ ନା ତା ପାଖରେ ଆସି ଛିଡ଼ା ହୁଏ ଏବଂ ତାକୁ କ'ଣ କରିଥାଏ ନା ତାକୁ ଜୀବନ୍ତ ମଧ୍ୟ କରିଥାଏ ଏହି ମାନବ ଜାତିକୁ। ଏହି ଅବସ୍ଥାରେ ଅତୀତ ପ୍ରତି ହୃଦୟର ସହାନୁଭୂତି ସ୍ୱତଃ ଜାଗୃତ ହୋଇଉଠେ। ତେଣୁ ଅତୀତରେ କ'ଣ ଘଟିଯାଉଛି ଏବଂ ମନୁଷ୍ୟର କ'ଣ ଥିଲା, କ'ଣ ପରିବେଶ, ମାନେ କ'ଣ ତା'ର ରୀତିନୀତି ବା ତା'ର ନୈତିକତା, ତା'ର ଭାବୁକତା କ'ଣ ଥିଲା, ତାହା ସହିତ ଆଜିର ଯେଉଁ ଭବିଷ୍ୟତ ଓତପ୍ରୋତ ଭାବରେ କ'ଣ ହେଉଛି ତା ହୃଦୟରେ ଆଜି ଜାଗୃତ ହୋଇଉଠେ। ଅତୀତର ଜୟଲାଳସାରେ ନିଜ ଜୀବନର ଜୟଲାଳସାରେ ପରିଣତ ହୁଏ। ଅତୀତରେ ଯେମିତି ସେ ଜୟଲାଳସା କରୁଥିଲା, ଜିତିବାକୁ ବିଜୟ କରିବାକୁ ଚାହୁଁଥିଲା, ଠିକ୍ ସେହିପରି ଆଜି ମଧ୍ୟ ତା'ର କ'ଣ ହେଉଛି ନା ଜୀବନରେ ଜୟଲାଳସାରେ ପରିଣତ ହୁଏ। ଏହିପରି ପ୍ରତ୍ୟେକ ଘଟଣା ସଙ୍ଗେ ସଙ୍ଗେ ଯେତେବେଳେ ଜୀବନର ଯୋଗ ସଂଗଠିତ ହୋଇ ବା ଯୋଗ ସଂସ୍ଥାପିତ ହୁଏ, ତେଣୁ ଓତପ୍ରୋତ ଭାବରେ ସେ ଯେମିତି ଆଗକାଳରେ ଥିଲା ଆଜି ମଧ୍ୟ ସେହିଭଳି ସେ କ'ଣ ନା ଯୋଡ଼ିବାକୁ ଚାହୁଁଛି। ସେତେବେଳେ ଏଇଟା ହେଇଥିଲା। ସେତେବେଳେ ସମଗ୍ର ଅତୀତ ବର୍ତ୍ତମାନ ଆକାର ଧାରଣା କରେ। ପ୍ରକୃତ ପକ୍ଷେ ଚିନ୍ତାଶୀଳ ପାଠକ ଇତିହାସ ପରିବର୍ତ୍ତିତ ସକଳ ପ୍ରକାର ଚିତ୍ର ନିଜ ଜୀବନରେ ଏବଂ ସମସାମୟିକ ସମାଜ ମଧ୍ୟରେ ପ୍ରତିବିମ୍ବିତ ଦେଖି ସେଗୁଡ଼ିକୁ ସମୁଚିତ ଶିକ୍ଷା ଲାଭ କରନ୍ତି। ଅର୍ଥାତ୍ ସେ କ'ଣ କରେ ନା ପ୍ରକୃତରୁ ଅତୀତକୁ ଏବଂ ଅତୀତରୁ ପ୍ରକୃତିକୁ ଏବଂ ବର୍ତ୍ତମାନରୁ ପ୍ରକୃତିକୁ ସେ କ'ଣ କରେ ନା ଇତିହାସ ତା'ର ସଂଗ୍ରହ କରି ଏବଂ ସେଗୁଡ଼ିକୁ ସେ ଶିକ୍ଷା ଲାଭ ଆଜି କରିପାରୁଛି ବୋଲି ମନୁଷ୍ୟ ଲେଖକ ଏଠାରେ ସୂଚିତ କରି ଦେଉଛନ୍ତି। ତେଣୁ ଏତିକି ପିଲାମାନେ ଥାଉ। ଅବଶିଷ୍ଟାଂଶକୁ ମୁଁ ଆର ଭିଡ଼ିଓରେ ତାହା ବର୍ଣ୍ଣନା କରିଦେବି। ତେଣୁ ରହୁଛି। ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ଭଲରେ ରୁହ ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ସେୟାର କର, ସବସ୍କ୍ରାଇବ୍ କର ଏବଂ ତୁମର ସାଙ୍ଗସାଥିମାନଙ୍କୁ ସେୟାର କର, ଯାହାଫଳରେ ସେମାନେ ମଧ୍ୟ ଏହି ଇତିହାସ ବିଷୟଟିକୁ ପଢ଼ି ବୁଝି ଜାଣିପାରିବେ। ତେଣୁ ରହୁଛି। ଜୟ ଜଗନ୍ନାଥ।